ସକାଳର ଜଳଖିଆ ସରିଲା ପରେ ଦ୍ୱିପହରର ଖାନା ଲାଗି ପ୍ରିପାରେସନ୍ କଲୁ। ତ ଏଇଟା ବିରିୟାନୀ ବନୁଛି, ଆଉ ଏଇଟା ସୋୟାବିନ୍ ଚିଲି, ଏଇଟା ପନିର ଭୁଜିଆ, ଡାଲ ଫ୍ରାଏ ସବୁ ତାଙ୍କର ଫେଭରେଟ୍ ବନା ହେଇଛି, ସାଲାଡ଼। ତ ଆମେ ସମସ୍ତେ ଖାଇକିନା ଦ୍ୱିପହରେ ଡେକୋରେସନ୍ ଲାଗି ପଡ଼ନୁ। ଏଇଟା ଦେଖ ଆମ ସାନିନି କେନ୍ତା ଖେଲୁଛି ବେଲୁନ୍ ସାଙ୍ଗେ, ବହୁତ ଖୁସି ହେଇଯାଉଛି ବେଲୁନ୍ ଦେଲାକେ, ବଢ଼ିଆ ସେ ଖେଲୁଛି ପୁରା। ଏଇଟା ଦେଖ ସବୁ ଡେକୋରେସନ୍ ଲାଗି ପଡ଼ିଛନ୍। ତାର ମାମୁଁ ଭାଞ୍ଜି ବଢ଼ିଆ ସେ ପୁରା ଡେକୋରେସନ୍ କରୁଛନ୍। ଏଇଟା ହାର୍ଟ ଗୋଟେ ଦେଖ ତାର ବାପାକେ ଦଉଛେ, ଆଉ ଆଇ ଲଭ୍ ୟୁ କହୁଛେ। ତାର ବାପା ବି ବେଲୁନ୍ ଫୁକୁଛନ୍, ମଜା କରି ପକଉଛନ୍। ତାର ବାପାକେ ସବୁ ହାର୍ଟ ଦେଇଦେମେ ବୋଲଛେ। ଆଜି ହାର୍ଟ ସେପ୍ରେ କେକ୍ ବନା ହେଇଛି, ହାର୍ଟର ସବୁ ଅଛେ ବେଲେ ଆଜି ଲଭ୍ ବି ଲେଖା ହେଇଛେ, ସବୁ ଲଭ୍ ଫିଲିଙ୍ଗସ୍ ଆସୁଛେ। ତ ଏଇଟା ସଜାସଜି କାମ ସରିଲା, ଡେକୋରେସନ୍ କାମ ସରିଲା। ଇଭିନିଂରେ ଆମେ ଏଇଟା ସ୍ୱିଟ୍ କର୍ଣ୍ଣ ଚାଟ୍ ବନେଇଥିନୁ, ଖାଇଲୁ, ଆଉ ତାପରେ ରେଡ଼ି ହେଇଗନୁ ଆମେ ବାର୍ଥଡ଼େ ସେଲିବ୍ରେଟ୍ କରବାର୍ ଲାଗି। ତ ଇ ତ କେତେବେଲେ ଅଟକିଛି, କେତେବେଲେ ସରବା, ଆଉ ମୁଇଁ ଖାଇମି ବୋଲିକରି ଆମର୍ ସାନଟା ବି ଦେଖ। ଆଉ ଏଇଟା ଆମେ ଦୁଇ ମାଆ ଆଜି ଟିକେ ମଜାକ ମସ୍ତି କରୁଥିଲୁ। ତାପରେ ଏମାନଙ୍କର ସାଙ୍ଗେ ଟିକେ ଆସିଲେ ଫଟୋ ଫଟା ଟିକେ ଉଠାଲୁ, ତାପରେ ଆମେ ବାର୍ଥଡ଼େ ସେଲିବ୍ରେଟ୍ କଲୁ। ତ ଆମର ଏ ବ୍ଲଗ୍ କେନ୍ତା ଲାଗଲା ଆପଣମାନେ ଜରୁର କହିବେ, ଆଉ କମେଣ୍ଟ କରବାର୍ ନି ଭୁଲବେ। ନେକ୍ସଟ ଭିଡ଼ିଓରେ ଭେଟମା, ଫଲୋଟେ ମାରବାର୍ ନି ଭୁଲବ।